ମୁଁ ଆଜି ଚିକେନ ପକୋଡ଼ା ଭଳି ସ୍ୱାଦର ପଣସ କଠା ପକୋଡ଼ା ବନେଇବି। ମୁଁ ଏ ପକୋଡ଼ାକୁ ଏକଦମ ନୂଆ ଶୈଳୀରେ ବନେଇବି। ଥରେ ଏମିତି ମୋ ଷ୍ଟାଇଲରେ এই ପଣସ କଠା ପକୋଡ଼ା ବନାନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ମୁଁ ଏଠି ଦେଖାଇ ଦେଉଛି ଏ ପକୋଡ଼ା କେତେ କ୍ରିସ୍ପି ଅଛି। ଆପଣ ଆକୁ ଏମିତି ସ୍ନାକ୍ସ ହିସାବରେ ଖାଇପାରିବେ, ନହେଲେ ଭାତ କି ପଖାଳ ସହିତ ସାଇଡ୍ ଡିଶ୍ ହିସାବରେ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପଣସ କଠା ପକୋଡ଼ା ପାଇଁ ମୁଁ ଏଠି ଅଧା କେଜି ପଣସକୁ ଟିକେ ଛୋଟ ଛୋଟ କରି କାଟିକି ହଳଦୀ ପାଣିରେ ରଖିଛି। ଏହାଦ୍ୱାରା ପଣସ କଳା ପଡ଼ିବନି। ଆପଣ ପଣସକୁ କୌଣସି ବି ସେପ୍ର କାଟିକି ନେଇପାରିବେ। ପଣସ କଠାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପଣସ କଠାକୁ ସିଝେଇବା, ସେଥିପାଇଁ ମୁଁ ଏଠି ପ୍ରେସର କୁକରରେ ସବୁ ପଣସ କଠାକୁ ଭଲସେ ଧୋଇକି ଦେଇଛି। ତାପରେ ମୁଁ ଏଥିରେ 2 କପ୍ ପାଣି, ଗୋଟେ ଛୋଟ ଚାମଚ ଲୁଣ ଆଉ 1/3 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ପ୍ରେସର କୁକରର ଲିଡ୍ ବନ୍ଦ କରି ମିଡ଼ିୟମ୍ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଆମେ ଆକୁ କୁକ୍ କରିବା, ଯେମିତି ପଣସ କଠା ଭଲସେ ସିଝିଯିବ। ପ୍ରେସର କୁକରରୁ ଗୋଟେ ହୁଇସିଲ୍ ଆସିଲା ପରେ ମୁଁ ଇଣ୍ଡକ୍ସନ୍ ବନ୍ଦ କରିଦେଇଥିଲି। ପ୍ରେସର କୁକରର ପୁରା ଭେପର ଗଲା ପରେ ମୁଁ ଏଠି ଲିଡ୍ ଖୋଲିଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ପଣସ କଠା ଏଠି ଭଲସେ ସିଝିଯାଇଛି। ଏବେ ଆମେ ପଣସ କଠାକୁ ପାଣିରୁ ଭଲ ଭାବେ ଛାଣିକି ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଆଉ ପଣସ କଠାକୁ ଟିକେ ଥଣ୍ଡା ହେବାକୁ ଦେବା। ପଣସ କଠା ଟିକେ ଥଣ୍ଡା ହେଲା ପରେ ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ପକାଇଛି। 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଦେଇଛି। ଆଉ କିଛି ଭୃଷଙ୍ଗ ପତ୍ର ପକାଇଛି। ପିଆଜର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ତାପରେ ମୁଁ ଏଥିରେ 1/4 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି, ଏଇଠି ଅପସନାଲ୍ ଅଛି। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିକେନ ମସଲା ଦେଇଛି। କଲର୍ ପାଇଁ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି, ଇଏ ଏଠି ଅପସନାଲ୍ ଅଛି। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ପକାଇଛି ଆଉ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଆପଣ ଦେଖିକି ଲୁଣ ପକାଇବେ, କାରଣ ପଣସ କଠାକୁ ସିଝାଇଲା ବେଳେ ଆମେ ସେଥିରେ ଲୁଣ ପକାଇଥିଲେ। ଚିକେନ ମସଲା ଜାଗାରେ ଆପଣ ମିଟ୍ ମସଲା ପକାଇ ପାରିବେ। ଧୀରେ ଧୀରେ ହାଲକା ହାତରେ ଆମେ ଆକୁ ଚକଡ଼ି ଚକଡ଼ି ଭଲସେ ମିକ୍ସ କରିଦେବା। ପଣସ କଠାକୁ ଏମିତି ହାଲକା ହାତରେ ଟିକେ ଟିକେ ଚକଡ଼ି ଦେବେ, ଯେମିତି ପଣସ କଠା କିଛି ଚକଡ଼ି ହେଇଯିବ ଆଉ କିଛି ବଡ଼ ବଡ଼ ଖଣ୍ଡ ରହିବ। ଆକୁ ଏମିତି ଚକଡ଼ିବେ, ଆର ପୁରା ପେଷ୍ଟ ବନେଇବେନି। ତାପରେ ମୁଁ ଏଥିରେ 7ରୁ 8 ପାଖୁଡ଼ା ରସୁଣ ଆଉ 1 ଇଞ୍ଚ ଅଦାକୁ ଛେଚିକି ପକାଇଛି। ତାପରେ ମୁଁ ଏଥିରେ 1/3 କପ୍ ବେସନ ଦେଉଛି ଆଉ 1/3 କପ୍ ଚାଉଳ ଗୁଣ୍ଡ ପକାଉଛି। ଚାଉଳ ଗୁଣ୍ଡ ଜାଗାରେ ଆପଣ କର୍ଣ୍ଣଫ୍ଲାୱାର ନେଇପାରିବେ। ଚାଉଳ ଗୁଣ୍ଡ କି କର୍ଣ୍ଣଫ୍ଲାୱାର ଦେବା ଦ୍ୱାରା ଆପଣଙ୍କ ପକୋଡ଼ା କ୍ରିସ୍ପି ଆଉ କୁଡ଼ମୁଡ଼ିଆ ବନିବ। ଏବେ ଆମକୁ ଧୀରେ ଧୀରେ ହାଲକା ହାତରେ ମିକ୍ସ କରିଦେବା। ଏଥିରେ ପାଣି ଦେବା ଦରକାର ନାହିଁ, କାରଣ ଆମେ ପଣସକୁ ସିଝେଇକି ନେଇଥିଲେ। ସିଝେଇବା ଦ୍ୱାରା ପଣସରେ ଯେଉଁ ପାଣି ଥିଲା ସେ ପାଣିରେ ଇଏ ବଢ଼ିଆ ସେ ମିକ୍ସ ହେଇଯିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି, ଦେଖିପାରୁଥିବେ ଏଠି ବଢ଼ିଆ ସେ ବାଇଣ୍ଡିଂ ହେଇଯାଉଛି। ଯଦି ଆପଣଙ୍କ ମିକ୍ସର ଏମିତି ବଢ଼ିଆ ସେ ବାଇଣ୍ଡିଂ ହେଉନଥିବ ତାହେଲେ ଆପଣ ଏଥିରେ ଆଉ ଅଧିକ ଚାଉଳ ଗୁଣ୍ଡ କି ବେସନ ଦେଇ ଆକୁ ଭଲସେ ମିକ୍ସ କରିଦେବେ। ଚାଲନ୍ତୁ ଏବେ ଆମେ ପକୋଡ଼ା ବନେଇବା। ସେଥିପାଇଁ ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଇଗଲା ପରେ ଆମେ ଅଳ୍ପ ଅଳ୍ପ ମିକ୍ସର ନେବା ଆଉ ତାକୁ ହାଲକା ହାତରେ ପ୍ରେସ୍ କରିଦେବା। ତାପରେ ଏମିତି ଟିକେ ଫ୍ଲାଟ୍ କରି ତେଲରେ ଦେଇଦେବା। ଆପଣଙ୍କ ତେଲରେ ଯେତିକିଟା ପକୋଡ଼ା ଜାଗା ହେବ ସେତିକିଟା ପକୋଡ଼ା ଦେବେ। ପକୋଡ଼ାକୁ ପ୍ରଥମେ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ ହେବାକୁ ଦେବା। ତାପରେ ତାକୁ ଲେଉଟେଇବେ। ପକୋଡ଼ାକୁ ସାଙ୍ଗେ ସାଙ୍ଗେ ଲେଉଟେଇବେନି, ନହେଲେ ସେ ଭାଙ୍ଗି ଯାଇପାରେ।
गोटेरु 2 मिनिट पर पकोड़ा को लेउटे लेउटे मीडियम फ्लेम रे फ्राए करिबा जेमती ए बढ़िया से लाइट गोल्डन ब्राउन कलर है क्रिस्पी है फ्राए हो जिवो। पकोड़ा को बेसी हाई फ्लेम रे फ्राए करिबेनी नहले ता भीतर कंचा रहि जिवो। पकोड़ाटी बढ़िया से लाइट गोल्डन ब्राउन कलर है क्रिस्पी है फ्राए हो जाइए। एबे आम को तेलरू छाणीदबा। पकोड़ा को तेलरू छाणिला परे गोटे किचन टाउल कि टिश्यू पेपर रखिदेवे। यह द्वारा एथिरे जो एक्स्ट्रा तेल अच्छी से किचन टाउल कि टिश्यू पेपर रे सोक करि जिवो। एमती भावे आम बाकी सबू पकोड़ा को भी छाणिकी नहीं जिबा। मुझे आपन को आउ किछि पकोड़ा छाणिकी देखाई दउची। आपण ए रेसिपी को कौ जगार देखुंट कमेंट सेक्शन जनइबे। जदि आपण को ए पणस पकोड़ार रेसिपी भल लगी ताको लाइक करेंगे, आपण सांग मानक सहित शेयर करेंगे। जदि एपर्यंत मो चैनल को सब्सक्राइब करना ताले सब्सक्राइब करने को जमार भूलें। फेसबुक रे देखुले फॉलो करने को जमार भूलें। थैंक यू फॉर वाचिंग।